ମୁଁ ତ ଆପଣମାନଙ୍କୁ ଭିତରେ ତାଙ୍କର ମୂର୍ତ୍ତି ଦେଖାଇ ପାରିଲିନି ଭଗବାନଙ୍କର। ତ ବାହାରେ ଏଇଭଳି କିଛି ମୂର୍ତ୍ତିଙ୍କର ଫଟୋ ଲାଗିଛି। ଏଇଟା ହିଁ ଭଗବାନଙ୍କର ମୂର୍ତ୍ତିର ଫଟୋ। ତ ନିଶ୍ଚିନ୍ତ ଆପଣ ଦେଖନ୍ତୁ ଏଇଟା ଯେଉଁ ଲାଗିଛି ଚାର୍ଟ ଲିଷ୍ଟ କେତେବେଳେ କ'ଣ ଭଗବାନଙ୍କର ନୀତି ପୂଜା କର୍ମ କେତେବେଳେ ହୁଏ ନିଶ୍ଚିନ୍ତ ଆପଣ ଦେଖିବେ। ଦ୍ୱାର ପିଠା ହେଉଛି 4ଟା ମାନେ ଭୋର 4ଟା ସକାଳ 4ଟାରେ। ବାକି ଏମିତି ବ୍ରହ୍ମଶିଳା ଏଇଟା ଭାଇନା କେମିତି କ'ଣ ଆର ସୂର୍ଯ୍ୟନାରାୟଣଙ୍କର ପୂଜା ହେଉଛି। ଏକୁ କେତେ କ'ଣ ଚକ୍ର ଲଗାଇବାକୁ ପଡ଼ୁଛି କେତେ ପରିଷ୍କାର ରୋଗ ବ୍ୟାଧି ସବୁ ଦୂର ହେବ। ଚୈତନ୍ୟ ମହାପ୍ରଭୁ 3 ଥର ପରିକ୍ରମା କରିବାକୁ ଆସିଥିଲେ। ଏଠି ପରିକ୍ରମା କରିବା ଭିତରେ ତାଙ୍କର ଶରୀର ସୁସ୍ଥ ରହିଥିଲା। ତେଣୁ ଇଏ ହେଲା ବ୍ରହ୍ମା ଏଠି 14 ବର୍ଷ ତପସ୍ୟା କରି ବ୍ରହ୍ମ ନାରାୟଣ ଅଲାରନାଥଙ୍କୁ ପ୍ରତିଷ୍ଠା କରିଥିଲେ। ତେଣୁ ଏ ଜାଗାର ନାମ ହେଲା ବ୍ରହ୍ମଗିରି। ସବୁ ବୁଲିଯିବ ଇଏ 15 ଦିନ ଯାକ ଏ ବ୍ରହ୍ମଶିଳା ଚୈତନ୍ୟ ମହାପ୍ରଭୁଙ୍କ ଶିଳା ବୁଲିଲେ ତୁମର ପରିକ୍ରମାର ସମ୍ପୂର୍ଣ୍ଣ ଦର୍ଶନର ପୁଣ୍ୟଫଳ ମିଳିବ। ଆଜ୍ଞା ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ଭାଇ ନମସ୍କାର। ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ଆପଣଙ୍କୁ ସ୍ୱାଗତ କରୁଛି ମୋର ଗୋଟେ ନୂଆ ଫ୍ରେଶ୍ ବ୍ଲଗ୍ରେ। କାଲି ଆମେ ବହୁତ ସାରା ମଜା କରିଛୁ। ଆପଣମାନେ ଯାଇକି ମୋ ପ୍ରିଭିୟସ୍ ଭିଡ଼ିଓ ଦେଖନ୍ତୁ। ରାମଚଣ୍ଡରେ ବହୁତ ମଜା ହେଇଛି ଆଉ ରୋଷେଇ ହେଇଛି। ବାକି ଡେଲି ତ ବ୍ଲଗ୍ ଅପଲୋଡ଼ ହେଉଛି। ଆପଣମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଆଉ ସେୟାର କରନ୍ତୁ। ବେଲ୍ ଆଇକନ୍କୁ ଅଲ୍ରେ ରଖିବେ, ଜମା ଭୁଲିବେନି। ତ ଆଜି ଦିନ ସାରା କ'ଣ ହେବ କ'ଣ ନାହିଁ ସେଇଟା ମୁଁ ଦେଖେଇବି। ସେ ଦିନ ସାରା କ'ଣ ହେଉଛି କ'ଣ ନାହିଁ ଦେଖ, ମଜା ହେବ ବହୁତ ସାରା ଆଜି। ଟାଟା ସାଙ୍ଗମାନେ, ଆଜି ଟିକେ ବ୍ରେକଫାଷ୍ଟ ଓଟ୍ସରୁ ଆରମ୍ଭ ହେଉଛି। ଏଥିରେ ଚିନି ପଡ଼ିନି, ତ ଚିନି ନ ପଡ଼ିଲେ ମୁଁ ଖାଇପାରିବିନି ଲାଗୁଛି। ତ ଆଗକୁ ଦେଖାଯାଉ କ'ଣ ହେଉଛି। ଆଉ ସକାଳୁ ଆଜି ଏଭଳିଆ ଖାଇବା ମିଳିଲାଣି ମାନେ ଆଉ ଦିନ ଯାକ ଖାଇ ହେଉନି। ହଁ ମାନେ ମୁଁ ଭାବୁଥିଲି ଓଟ୍ସଟା ଭଲ ଲାଗିବନି, କିନ୍ତୁ ବହୁତ ହି ଟେଷ୍ଟ ଅଟେ। ମିଠା ଟିକେ କମ୍ ଅଛି। ହଁ ମାନେ ଯେଉଁ ମହୁ ପଡ଼ିଥିଲା, ତ ମହୁ ବି ପଡ଼ିଥିଲା, କିଛି ଅସୁବିଧା ନାହିଁ। ମୁଁ ଟିକେ ଅଧିକ ମହୁ ପକାଇ ଦେଇଛି, ତ ମିଠା ଲାଗୁଛି ଟିକେ ଟିକେ। ବାକି ଆପଣମାନେ ବି ସକାଳୁ ଯଦି ଗାଁରେ ବି ମାନେ ଡାଏଟ୍ରେ ମେଣ୍ଟେନ୍ କରୁଛନ୍ତି, ଝଡ଼ିବା ପାଇଁ ଚାହୁଁଛନ୍ତି, ନିହାତି ଓଟ୍ସ ଖାଇବାକୁ ମୁଁ ପ୍ରିଫର୍ କରିବି। ଯାହା ଖାଇପାରିବେ ଆଉ। ପତଞ୍ଜଳି ଓଟ୍ସ ମୁଁ ଭାଇ ପ୍ରମୋସନ୍ କରୁଛି ନା ମୁଁ ପତଞ୍ଜଳିର। ନିହାତି ମାନେ ଓଟ୍ସ ଖାଆନ୍ତୁ, ତା ସାଙ୍ଗରେ ଚିନି ଜମା ବି ଆଡ଼୍ କରିବେନି, କେବଳ ମହୁ ପକାଇବେ। ଆଉ ଚିନିଟା ଖାଇଲେ ମାନେ ଇଏ ଆଉ। ଆମେ ସକାଳୁ ପଳେଇ ଆସିଛୁ ବ୍ରହ୍ମଗିରି। ଗୋଟେ କାମ ଅଛି, କାମ ସାରିକି ନିଶ୍ଚିତ ପୁଣି ପୁରୀକି ଫେରିବାକୁ ପଡ଼ିବ। ତ ଟାଇମ୍ ହେଇଗଲାଣି ପାଖାପାଖି 10:30। 10:30 ବେଳେ ଆମେ ବାହାରିକି ଆସିଲୁ। ଅଧଘଣ୍ଟେ ଲାଗିବ ବ୍ରହ୍ମଗିରିରେ ପହଞ୍ଚିବାକୁ। ପହଞ୍ଚି ସାରିଲା ପରେ ମୁଁ ଆପଣଙ୍କୁ ଦେଖେଇବି ନିହାତି ବ୍ରହ୍ମଗିରିର କିଛି ଭ୍ୟୁ। ଆଉ ବ୍ରହ୍ମଗିରିରେ ଅଛନ୍ତି ଶ୍ରୀ ଅଲାରନାଥଜୀଙ୍କ ମନ୍ଦିର, ସେଇଟା ବି ଦେଖେଇବା। ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ବହୁତ ସାରା ମଜା ହେବ ଦିନ ଯାକ। କ'ଣ କ'ଣ ନାହିଁ ସେଇଟା ନିଶ୍ଚିତ ଅପଡ଼େଟ୍ ରହିବ। ପହଞ୍ଚି ଯାଇଛି ଅଲାରନାଥ ପୀଠ, ଶ୍ରୀ ଶ୍ରୀ ଅଲାରନାଥଙ୍କ ପୀଠରେ। ତ ଆପଣମାନେ ଦେଖିପାରୁଥିବେ ଏଇଟା ତା'ର ଗେଟ୍ଟା ମାନେ NHକୁ ଲାଗିଛି। ଭିତରକୁ ଯାଇ ମୁଁ ଡିଟେଲ୍ସରେ କହୁଛି କେମିତି କ'ଣ ଆସିବେ ଆଉ କେମିତି କ'ଣ ଅଛି ମନ୍ଦିରଟା। ମୁଁ ଆସି ପହଞ୍ଚି ଯାଇଛି ଶ୍ରୀ ଶ୍ରୀ ଅଲାରନାଥଙ୍କ ପୀଠରେ, ଯେଉଁଠିକି ଭଗବାନ ଜଗନ୍ନାଥ ନିଜେ ଆସିକି ଏଠି 10 ଦିନ ରୁହନ୍ତି। କେଉଁ ଟାଇମ୍ରେ ନା ଦେବସ୍ନାନ ପୂର୍ଣ୍ଣିମା ହୁଏ। ଦେବସ୍ନାନ ପୂର୍ଣ୍ଣିମା ବେଳେ ଭଗବାନଙ୍କୁ ଜ୍ୱର ହୁଏ, ସେ ଟାଇମ୍ରେ ଭଗବାନ ଏଇଠିକି ଆସନ୍ତି ଆଉ କ୍ଷୀରି ଭୋଗ ଖାଇକି ତାଙ୍କ ଦେହ ଭଲ କରିକି ଯାଆନ୍ତି। ପଛପଟେ ଦେଖିପାରୁଥିବେ କିନ୍ତୁ ମନ୍ଦିରରେ ଏଇଭଳି ଦୃଶ୍ୟ ଅଛି। ତ ଏଇଟା ଆସିବାକୁ ହେଲେ ଆପଣ ଯଦି ପୁରୀ ଆସୁଛନ୍ତି, ସାତପଡ଼ା ଅନୱାର୍ସ ରୋଡ଼ ଭିତରେ ପଡ଼ିବ। ମାନେ ଯଦି ସାତପଡ଼ା ଆଡ଼େ ଯାଉଛନ୍ତି, ପୁରୀଠାରୁ 18 କିଲୋମିଟର ଦୂରରେ এই ମନ୍ଦିରଟି ଅବସ୍ଥିତ, ବ୍ରହ୍ମଗିରି ପାଖାପାଖି। ତ ବ୍ରହ୍ମଗିରିରେ ହିଁ ଅଛି, ଏଇଟା ପାଖାପାଖି ନୁହେଁ। ତ ଆପଣ ଆସନ୍ତୁ। ପାଖାପାଖି ଆହୁରି ବି ଅଲଗା ସାରା ମନ୍ଦିର ସବୁ ଛୋଟ ଛୋଟ ଅଛି। ବାକି ଗୋଟେ ଅଛି ଶ୍ରୀ ବ୍ରହ୍ମ ଗୌଡ଼ୀୟ ମଠ, ଯେଉଁଟା ଏଇ ଦେଖିପାରୁଥିବେ ଏଇଟା ଯେଉଁ ମଠଟା। ତ ତା ପାଖକୁ ଯିବା ଟିକେ ଦେଖିବା। ଆଉ ଭିତରକୁ ଯାଇପାରିବେ କି ନାହିଁ ସେଇଟା ନିଶ୍ଚିତ ମୁଁ ଦେଖେଇବି। ଫୋନ୍ ତ ଆଲାଉ ଅଛି କି ନାହିଁ ମୁଁ ଜାଣିନି। ବାକି ଭିତରକୁ ଗଲେ ମୁଁ ଦେଖେଇବି କ'ଣ ହେବ କ'ଣ ନାହିଁ। ଯଦି ଫୋନ୍ ଆଲାଉ ଥିବ ଭିତରରେ ବି ଦୃଶ୍ୟ ଦେଖିବା। ବାକି ଡିଟେଲିଂରେ କେଉଁଦିନ ଗୋଟେ ଆପରେ ଭିଡ଼ିଓ କରିବା, ମାନେ ଅଲାରନାଥ ମନ୍ଦିର ଉପରେ ଗୋଟେ ମୁଁ ଟୋଟାଲ୍ ତା ମାନେ ମନ୍ଦିର ବିଷୟରେ ମୁଁ କହିବି। ତ ନିଶ୍ଚିନ୍ତ ଆପଣ ବ୍ଲଗ୍କୁ ଏଣ୍ଡ ଯାଇ ଦେଖନ୍ତୁ, ମୁଁ ଆଗକୁ ଦେଖିବି। ମୁଁ ମନ୍ଦିର ଭିତରକୁ ପହଞ୍ଚି ଯାଇଛି। ମନ୍ଦିର ଭିତରେ ଭଗବାନଙ୍କର ଦର୍ଶନ କଲି। ଭିତରକୁ ତ କ୍ୟାମେରା ଆଲାଉ ନାହିଁ, କିନ୍ତୁ ଆପଣ ଆସିଲେ ଚାରିଆଡ଼େ ବହୁତ ସାରା ଭଲ ଭଲ ଭିୟୁ ଅଛି, ଫଟୋ ବି ଉଠାଇ ପାରିବେ। ଆଉ ବହୁତ ସାରା ଛୋଟ ଛୋଟ ମନ୍ଦିର ଅଛି ଆଉ ମୂର୍ତ୍ତି ବି ରହିଛି। ଆପଣମାନଙ୍କୁ ବହୁତ ଭଲ ଲାଗିବ ଯେଉଁଟା ଦେଖିବା ପାଇଁ। ଆଉ ମନ୍ଦିରରେ ତ ମନଲୋଭା ଦୃଶ୍ୟ, ଭଗବାନଙ୍କର ଏତେ ସୁନ୍ଦର ଗୋଟେ ଅଛି ପ୍ରତିମା, ଆପଣ ଦେଖିଲେ ଆପଣଙ୍କ ମନ ଲିଭେଇଯିବ। ଯେଉଁଟାକୁ ମୁଁ ରେକମେଣ୍ଡ କରିବି ଆପଣ ନିଶ୍ଚିନ୍ତ ଆସନ୍ତୁ, ଥରେ ଭିଜିଟ୍ କରନ୍ତୁ। ଏଇତ ସବୁ ତାଙ୍କର ଚାରିକର ମନ୍ଦିରର କିଛି ଚାରିକରରେ ଏମିତି କିଛି ଦୃଶ୍ୟ ରହିଛି। ଆଉ ଏଇଠି ଅଛି ଲେଖା ହେଇଛି ସୁଆର ମହାସୁଆର ନିଯୋଗ କମିଟି। ବାକି ଏଇଠି କ'ଣ ଅବଢ଼ା ଫବଢ଼ା ମେ ବି ତାଙ୍କର ପ୍ରସ୍ତୁତ କରାଯାଉଥିବ, ଯେହେତୁ ଜଗନ୍ନାଥଙ୍କର ଅଛି ଏଇଟା ଅବଢ଼ା ବି ହେଉଥିବ। ବାକି ଏଇଠି କ୍ଷୀରିଟା ଯେଉଁ ଲାଗେ ମିଳେ, ଆପଣ ଆସିକି କେବେ ଟ୍ରାଏ କରିବେ। ସେ କ୍ଷୀରି ମାନେ ବହୁତ ଅଥେଣ୍ଟିକ୍ କ୍ଷୀରି, ମାନେ କହିବି ତା'ର କିଛି ମାନେ ସେ କ୍ଷୀରି ଆପଣ ଆଗରୁ କେବେ ଖାଇନଥିବେ ସେମିତି କ୍ଷୀରି ହେଲା। ଭାବନ୍ତୁ ଭଗବାନଙ୍କର ଯଦି ଶ୍ରୀ ଜଗନ୍ନାଥଙ୍କର ଦେହ ଖରାପ ହୁଏ, ସିଏ ନିଜେ ଆସନ୍ତି ଏଇଠିକି କ୍ଷୀରି ଖାଇବା ପାଇଁ, ଆଉ କ୍ଷୀରି ଖାଇ ତାଙ୍କ ଦେହ ଭଲ କରିକି ଯାଆନ୍ତି। ତ ନିଶ୍ଚିନ୍ତ ଆସନ୍ତୁ ଆପଣମାନେ ଏଇ ଜାଗାକୁ ଭିଜିଟ୍ କରନ୍ତୁ। ବ୍ରହ୍ମଗିରିରେ ଥିବା ଗୋଟେ ସୁନ୍ଦର ଜାଗା ଅଲାରନାଥ, ଶ୍ରୀ ଶ୍ରୀ ଅଲାରନାଥଙ୍କ ମନ୍ଦିର ଏଇଟା। ତ ବାକି ମୁଁ ବ୍ୟାକ୍ କ୍ୟାମେରାରେ ଦେଖାଉଛି ଆପଣଙ୍କର ସେ ମନ୍ଦିରର କିଛି ଦୃଶ୍ୟ।
ତ ଆପଣମାନଙ୍କ ଭିତରେ ତାଙ୍କର ମୂର୍ତ୍ତି ଦେଖାଇ ପାରିଲିନି ଭଗବାନଙ୍କର, ତ ବାହାରେ ଏଇଭଳି କିଛି ମୂର୍ତ୍ତିଙ୍କର ଫଟୋ ଲାଗିଛି। ଏଇଟା ହିଁ ଭଗବାନଙ୍କର ମୂର୍ତ୍ତିର ଫଟୋ। ତ ନିଶ୍ଚିନ୍ତ ଆପଣ ଦେଖନ୍ତୁ ଏଇଟା ଯେଉଁ ଲାଗିଛି ଚାର୍ଟ ଲିଷ୍ଟ, କେତେବେଳେ କ'ଣ ଭଗବାନଙ୍କର ନୀତି ପୂଜା କର୍ମ କେତେବେଳେ ହୁଏ ନିଶ୍ଚିନ୍ତ ଆପଣ ଦେଖିବେ। ଦ୍ୱାର ପିଠା ହେଉଛି 4ଟା, ମାନେ ଭୋର 4ଟା, ସକାଳ 4ଟାରେ। ବାକି ଏମିତି ମଙ୍ଗଳ ଆଳତି ହେଉଛି 4:15ରେ। ଏମିତି କିଛି ଅଛି ଭଗବାନଙ୍କର ନିହାତି ଏମିତି ଇଏ କରିବା ପାଇଁ, ନୀତି କରିବା ପାଇଁ। ତ ଏଇଟା ରହିଛି ଆମର ମହାଶିଳା ଯେଉଁଟା କୁହନ୍ତି, ଆଜ୍ଞା ବ୍ରହ୍ମଶିଳା। ଏଇଟା ଭାଇନା କେମିତି କ'ଣ ଆର ରହୁଛି? ପୂଜା ହେଉଛି, ସୂର୍ଯ୍ୟନାରାୟଣଙ୍କର ପୂଜା ହେଉଛି। ଏକୁ କେତେ କ'ଣ ଚକ୍ର ଲଗାଇବାକୁ ପଡ଼ୁଛି, କେତେ ଘେରା? 3 ଥର ନା କେତେଥର କହିଲେ ଆପଣ ଯେଉଁ ଚକ୍ର 3 ଥର ପରିକ୍ରମା କଲେ ପରିଷ୍କାର ରୋଗ ବ୍ୟାଧି ସବୁ ଦୂର ହେବ। ଚୈତନ୍ୟ ମହାପ୍ରଭୁ 3 ଥର ପରିକ୍ରମା କରିବାକୁ ଆସିଥିଲେ। ଏଠି ପରିକ୍ରମା କରିବା ଭିତରେ ତାଙ୍କର ଶରୀର ସୁସ୍ଥ ରହିଥିଲା। ତେଣୁ ଇଏ ହେଲା ବ୍ରହ୍ମା ଏଠି 14 ବର୍ଷ ତପସ୍ୟା କରି ବ୍ରହ୍ମ ନାରାୟଣ ଆଲାରନାଥଙ୍କୁ ପ୍ରତିଷ୍ଠା କରିଥିଲେ। ତେଣୁ ଏ ଜାଗାର ନାମ ହେଲା ବ୍ରହ୍ମଗିରି। ସବୁ ବୁଲିଯିବ, ଇଏ 15 ଦିନ ଯାକ ଇଏ ବ୍ରହ୍ମଶିଳା ଚୈତନ୍ୟ ମହାପ୍ରଭୁଙ୍କ ଶିଳା ବୁଲିଲେ ତୁମର ପରିକ୍ରମାର ସମ୍ପୂର୍ଣ୍ଣ ଦର୍ଶନର ପୁଣ୍ୟଫଳ ମିଳିବ। ଆଜ୍ଞା, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଯେଭଳି ଦେଖିଲେ ଭାଇନା କହିଲେ ଆମର ଏଇଟା ହେଉଛି ବ୍ରହ୍ମଶିଳା। ଯଦି ଆପଣ ଆସୁଛନ୍ତି ଅଲାରନାଥ ନିହାତି ଆସନ୍ତୁ, ଆଉ ଏଇ ଜାଗାରେ ୟାକୁ 3 ଥର ପରିକ୍ରମା କରନ୍ତୁ, ଆପଣଙ୍କର ରୋଗ ବ୍ୟାଧି ସବୁକିଛି ଭଲ ହେଇଯିବ। ତ ନିଶ୍ଚିନ୍ତ ଆପଣ ଏଇ ଜାଗାକୁ ଆସିକି ଭିଜିଟ୍ କରିବେ। ବାକି ଏଇ ମନ୍ଦିର ଭିତରକୁ ଆସିଲା ପରେ ମୋତେ ଲାଗୁଛି ଆ ଉପରେ କିଛି ଡିଟେଲିଂ, ଭିତରକୁ ଆସିଲା ପରେ ବହୁତ ମିଷ୍ଟେରିୟସ୍ ଜିନିଷ ଜାଣିବା ପାଇଁ ମାନେ ପାଉଛି ମୁଁ। ବାକି ଏଇ ମନ୍ଦିର ଉପରେ ମୁଁ ଗୋଟେ ପୁରା ଡିଟେଲିଂରେ ଭିଡ଼ିଓ ଆଣିବି, ଯେଉଁଟାକି ମୁଁ ଆସିବି ନିଶ୍ଚିନ୍ତ ଏଠି ଭିଜିଟ୍ କରିବି ଆଉ ଟୋଟାଲ୍ ଡିଟେଲିଂରେ ଭିଡ଼ିଓ ଦେବି, କେଉଁଠି କ'ଣ ହେଉଛି କ'ଣ ନାହିଁ, ବାକି ସବୁ ଜିନିଷ ଜଣେଇବି। ଆଉ ଏ ବ୍ଲଗ୍ଟା ଭଲ ଲାଗିଲେ ଆପଣ କମେଣ୍ଟ କରିବେ ଯଦି ଡିଟେଲିଂରେ ଭିଡ଼ିଓ ଚାହୁଁଛନ୍ତି ଅଲାରନାଥ ମନ୍ଦିରର। ମାନେ ଆମେ ବର୍ତ୍ତମାନ ଅଛୁ ଆସିକି ଶ୍ରୀ ଗୌଡ଼ିଆ ମଠରେ। ତ ଆପଣମାନେ ଦେଖିପାରୁଥିବେ ପଟଟା ଏମିତି କିଛି ଦେଖାହେଉଛି। ବାକି ଏଇଟା ହେଉଛି ପ୍ରଭୁ ଅଲାରନାଥଙ୍କ ସାମ୍ନା, ମାନେ ସାମ୍ନା ନୁହଁ, ଲେଫ୍ଟର ଗେଟ୍ର ଲେଫ୍ଟରେ ପଡ଼ିବ। ଆପଣମାନେ ଆସନ୍ତୁ, ଏଇ ଜାଗାଟା ବି ବହୁତ ଭଲ ଜାଗାଟା। ଆପଣଙ୍କୁ ବହୁତ ସାରା ଭଲ ଭଲ କ'ଣ ଦର୍ଶନୀୟ ଜିନିଷ ଦେଖିବାକୁ ମିଳିବ। ଆ ଭିତରେ ଅଛି ଯେଉଁଟାକି ଆଲାଉ ନାହିଁ, ବାକି ଏ ଭିତରକୁ ଯିବାକୁ ଠାକୁର ବି ଅଛନ୍ତି। ଏଇଟା ହେଉଛି ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନମ୍, ଏମିତି କିଛି ଲେଖା ହେଇଛି। ଭିତରେ ଚୈତନ୍ୟ ମହାପ୍ରଭୁଙ୍କର ମେ ବି କିଛି ରହୁଥିବ, ଧାର୍ମିକ ଗ୍ରନ୍ଥ ବି ମିଳେ। ଏଠି ଲେଖା ବି ହେଇଛି ଓଡ଼ିଆରେ ଯେ ଓଡ଼ିଆ, ଇଂଲିଶ ଆଉ ହିନ୍ଦୀ, ବଙ୍ଗାଳୀ ରିଲିଜନରେ ବୁକ୍ ଆର୍ ଆଭେଲେବୁଲ୍ ହିୟର୍। ତ ଆପଣ ଯଦି ଏଇ ଗ୍ରନ୍ଥ ବି ପଢ଼ିବା ପାଇଁ ଚାହୁଁନ୍ତି ସବୁ ଭାଷାରେ ଆପଣଙ୍କୁ ଏଇ ଗ୍ରନ୍ଥ ମିଳିବ ଆଙ୍କର। ନିଶ୍ଚିନ୍ତ ଆସନ୍ତୁ, ଏଇ ଜାଗାଟି ବହୁତ ଭଲ ଜାଗାଟି। ଏଇଟା ଠିକ୍ ଅଲାରନାଥଙ୍କ ଲେଫ୍ଟ, ମାନେ ଲେଫ୍ଟ ସାଇଡ଼୍ ଗେଟ୍ର ଲେଫ୍ଟ ସାଇଡ଼୍ରେ ଏଇଟା। ନିଶ୍ଚିନ୍ତ ଆସିବେ, ଏଇ ଜାଗାକୁ ଭିଜିଟ୍ କରିବେ। ଜୟ ଜଗନ୍ନାଥ। ଟାଇମ୍ ହେଇଗଲାଣି ପାଖାପାଖି 1:30 ପରେ ହେଇଗଲାଣି। ତ ମୁଁ ଆସିକି ରୁମ୍ ପାଖରେ ପହଞ୍ଚି ଯାଇଛି। ଶାନ୍ତନୁ ସାର୍ ଖାଇବା ନେଇକି ପଳେଇ ଯାଇଛନ୍ତି, ଆଉ ମୁଁ ଆସିଲି, ଭୋକ ଲାଗିଲାଣି ବହୁତ ଜୋରେ। ତ ଯିବା ଉପରକୁ, ଖାଇବା କ'ଣ କ'ଣ ହେଇଛି ଦେଖିବା, ଆଉ କ'ଣ କ'ଣ ଖାଇବା ହେଇଛି ଖାଇବା ବି ଦେଖୁଛୁ। କ'ଣ ଆଜି ଆମର ଖାଇବାକୁ ଦେଇଛି, ସୋମବାର ମାନେ ଭେଜ୍ ଦେଇଥିବ। ଖାଇବାଟା କିଛି ଏମିତି ଅଛି, ଭାତ ଖଟା, ଏଇଟା ଗୋଟେ କ'ଣ ବେସର, ବୋଧେ ପୁରୀ ଷ୍ଟାଇଲ୍ରେ ବେସର ହେଇଛି। ଆଉ ଏଇଟା ତ ଡାଲି ଦେଖୁଥିବେ। ଆଉ ଖାଇବାଟା ବୋଧେ ଗଲାନି ତମର ଯାଇଛି। ସାଧା ହେଲେ ଟିକେ ଯାଉନାହିଁ, ବେଶୀ କଷ୍ଟ ହେଉଛି। ତ ସୋମବାର ଯେହେତୁ ଆଡ଼ଜଷ୍ଟ କରିବାକୁ, ମାନେ ବର୍ତ୍ତମାନ ସମୟ ହେଇଗଲାଣି ପାଖାପାଖି 4:30। ତ ମୁଁ ଗୋଟେ ଯାଏ ଯିବା ଆସିବା କରେ। ଏଇଟା ହେଉଛି ନରେନ୍ଦ୍ର କୋଣ। ଆପଣ ଜାଣିଥିବେ ନରେନ୍ଦ୍ର କୋଣ, ଯେଉଁଠି ବାଣ ବିସ୍ଫୋରଣ ହେଇଥିଲା, ବହୁତ ସାରା ଲୋକଙ୍କର ଡେଥ୍ ହେଇଥିଲା, ଆଉ ପୋଡ଼ି ବି ଯାଇଥିଲେ ବହୁତ ସାରା ଲୋକ। ସେଗୁଡ଼ା ଆସିଲେ ସେ କର୍ଣ୍ଣରରେ ହେଇଥିଲା, ଏଇ ସେଇପଟ କର୍ଣ୍ଣରରେ ସେଇଟା ହେଇଥିଲା। ତ ନିଶ୍ଚିତ ଆପଣ ଦେଖିବେ, ମୁଁ ଆପଣଙ୍କୁ ଦେଖାଉଛି କେତେ ସାରା ଲୋକ ଅଛନ୍ତି, କେତେ ଭିଡ଼ ରହୁଛି। ଏମିତି କିଛି ଲୋକ ତ ସବୁବେଳେ ଏଇଠି ସବୁବେଳେ ଜାମ୍। ବାକି କେଉଁଦିନ ଗୋଟେ ଡିଟେଲିଂରେ ଚାରିପଟୁ ଭିଡ଼ିଓ କରିବା ନରେନ୍ଦ୍ର କୋଣର, ଚାରିପଟକୁ ଯିବା, ସବୁ ପାହାଚରେ ଗଡ଼ିକି ଆପଣଙ୍କୁ ସୁବିଧା ହେବ, କ'ଣ ନାହିଁ ତା ଉପରେ ଗୋଟେ ଡିଟେଲିଂରେ ଭିଡ଼ିଓ କରିବା। ବାକି ଏବେ ବି ବହୁତ ସାରା ଲୋକ ଅଛନ୍ତି, ଆଉ ମାଛମାନଙ୍କୁ ବି ଖାଇବାକୁ ଦେଉଛନ୍ତି। ବହୁତ ସାରା ମାଛମାନେ କ'ଣ କରୁଛନ୍ତି ଆପଣଙ୍କୁ ଦେଖାଯାଉଥିବ କି ନାହିଁ ମେ ବି କ୍ୟାମେରାରେ, କିନ୍ତୁ ତାଙ୍କୁ ଖାଇବାକୁ ଦେଲେ ସେ ସେଇ ଲାଇନରେ ଯେଉଁ ଖାଇବାକୁ ଦେଉଛନ୍ତି, ଖାଇବାକୁ ଦେଲେ ସେ ପାଖକୁ ଆସିବେ। ଆପଣ ଆସିଲେ ନିଶ୍ଚିନ୍ତ ନରେନ୍ଦ୍ର କୋଣ ଟିକେ ଭିଜିଟ୍ କରିବେ, ଭିତରକୁ ଯାଇ ବହୁତ ସାରା ଭଲ ଲୁକ୍ର ମଜା ଉଠେଇବେ। ବର୍ତ୍ତମାନ ପାଖାପାଖି ସମୟ 7ଟା କି 7:30 ପାଖାପାଖି ହେଇଗଲାଣି। ତ ଆମେ ପଳେଇ ଆସିଲୁ ରୁମ୍କୁ ଆସିଲା ପରେ ଗୋଟେ ଟିକେ ନାସ୍ତା ହେବ। ନାସ୍ତା କ'ଣ ହେବ ମୁଁ ସେଇଟା ଟିକେ ଆପଣଙ୍କୁ ଦେଖେଇବି। ବାକି ଆମେ ଯାଇଥାନ୍ତୁ ଗୋଟେ କେଉଁଠିକି ନା ଝାଲମୁଢ଼ି ଖାଇବାକୁ, କିନ୍ତୁ ଯେହେତୁ ସେ ଜିନିଷଟା ଆଣିଛନ୍ତି, ମୋତେ କହିଲେ ନାହିଁ କେଉଁଠି ଖାଇବାକୁ ଯିଏନି, ଆମେ ଖାଇବା। ତ ନିଶ୍ଚିତ ମୁଁ ସେଇଟା ଖାଇବାଟା ଦେଖେଇବି ଆପଣଙ୍କୁ। କୁହନ୍ତୁ କ'ଣ କ'ଣ ଆମେ ଖାଇଛୁ। ଏତେ ବଡ଼ ହେଇଛି ଏଇ ମିଠେଇ ସାଇଜ୍ଟା, ଏଇଟା ଶାନ୍ତନୁ ସାର୍ ଏକୁଟିଆ ଖାଇବେ। ବାକି ଜରିରେ ସେ ନେଇକି ଏଇଠି ଖଜା, ଏଇଟା କ'ଣ ଗଜା, ଏଇଟା କ୍ଷୀର ଗଜା, ଏଇଟା ହିଁ ସବୁଠାରୁ ମୋର ଫେଭରେଟ୍ ହେଲା, ଏଇଟା କ୍ଷୀର ଗଜା। ଆଉ ଏଇଟା ତ ଫେଣି ପୁରୀରେ ରହୁଛି, ଫେଣି ଖାଇବା ଆଉ
ଏଇଟା ହଉଛି ଡାଳି ଗଜା ଡାଳି ଗଜା ଏଇଟା ହଉଛି ଡାଳି ଗଜା ତମେ ଦେଖିଥିବ ଡାଳି ଗଜା ଏଇଟା ହେଲା ସରୁ ଗଜା। ଆମର ଖାଇବା ପାଇଁ ଟିକେ ସେକା ହେଇଛି ଧନିଆ ପତ୍ର ପଡ଼ିକି ଆଳୁ ଆଉ ଟମାଟର ତା ସାଙ୍ଗରେ କଞ୍ଚା ଲଙ୍କା। ଆଜି ପଖାଳଟା ଆଜି ୟା ଦେହରେ ଉଡ଼ିବ। ଆଜି ଯେହେତୁ ସୋମବାର ଅଛି ଟିକେ ସାଧା ପରିଗ୍ରହଣ କରିବ। ଦେଖିପାରୁଥିବେ କେମିତି କ'ଣ ଲାଗୁଛି। ମୁଁ ହିଁ କରିଛି ଚକଟାଟା ମୁଁ ବି କରିବି। ସାଙ୍ଗମାନେ ଆମେ ଖାଇବା ପିଇବା କରିଦେଇଛୁ ଶେଷ। କାଲି ଦେଖା ହବ ଗୋଟେ ନୂଆ ଫ୍ରେଶ୍ ବ୍ଲଗ୍ରେ। ସେଠି ପର୍ଯ୍ୟନ୍ତ ଗୁଡ୍ ନାଇଟ୍ ଟାଟା ଜୟ ଜଗନ୍ନାଥ।